ତଳଗାଁ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ। ସମଗ୍ର ରାଜ୍ୟରେ ରାଜ୍ୟ ସରକାରଙ୍କର ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସରକାରୀ ଓ ବେସରକାରୀ ସ୍ତରରେ ଚାଲୁ ରହିଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଡବ୍ଲ୍ୟୁଓ ବିବେକାନନ୍ଦ ମିଶ୍ର, ପିଇଓ ଦିଲ୍ଲୀପ ମଲ୍ଲିକ, ସରପଞ୍ଚ ପ୍ରତିମା କଅଁର, ନାୟବ ସରପଞ୍ଚ ସୁରେନ୍ଦ୍ର କଅଁର, ପୂର୍ବତନ ସରପଞ୍ଚ ରାମ ବଗର୍ତ୍ତୀ, ଜିଆରଏସ୍ ରବୀନ୍ଦ୍ର ଭୋକ୍ତା, ସମାଜସେବୀ ଜ୍ୟୋତିରଞ୍ଜନ ସାହୁ ଯୋଗଦେଇ ବିଶେଷ କରି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକ କିପରି ସିଧାସଳଖ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁଛି ତାହା ଉପରେ ଆଲୋକପାତ କରିଥିଲେ। ସ୍ୱୟଂ ସହାୟକ ମାମାନଙ୍କୁ ବିନା ସୁଧରେ ଲୋନ୍, BSKY କାର୍ଡରେ ଲୋକ ଉପକୃତ ହେବା, ବୃଦ୍ଧାମାନଙ୍କର ଭତ୍ତା ବୃଦ୍ଧି ସାଙ୍ଗକୁ 5T ମାଧ୍ୟମରେ ସମସ୍ତ ବିଦ୍ୟାଳୟକୁ ରୂପାନ୍ତରୀକରଣ ଅନ୍ତର୍ଭୁକ୍ତ ଆଦି ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଲୋକନୃତ୍ୟ ସହିତ କୃଷ୍ଣଗୁରୁ ଭଜନ, ସମ୍ବଲପୁରୀ ନାଚ ଲୋକଙ୍କୁ ବେଶ୍ ଉତ୍ସାହିତ କରିଥିଲା। ରାଜ୍ୟ ସରକାର ସହରଠୁ ଧରି ଗ୍ରାମାଞ୍ଚଳର ବିକାଶ ଦିଗରେ ଯେଉଁ ପଦକ୍ଷେପ ଓ ଯୋଜନା ପ୍ରଣୟନ କରୁଛନ୍ତି ତାହା ସରକାରଙ୍କର ମହାନତା ବୋଲି ବ୍ଲକ ପଦାଧିକାରୀ ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜ୍ୟୋତିରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିବାର ଦେଖିବାକୁ ମିଳିଥିଲା। ବୌଦ୍ଧରୁ ବଦ୍ରିନାଥ ସାମଲଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।